ସୁନ୍ଦର ଝିଅ ବୋଲି କେହି ପଚାରୁନାହାନ୍ତି କଣ ହେଇଛି କଣ ହେଇନି ବୋଲୁନି। ଆଚ୍ଛା ସେଇଭଳିଆ ମୁଁ ଆଜି ଦେଖିଲେ ବି ନାହିଁ ବାଳ ବାଇଗଣ କାଲି ନାଇଁ ଭାଇ ନାଇଁ ଛଅଟା ବିବାହ ନକରି ପିଲା ଛୁଆ ଆସିବେ କୋଉଠୁ? କୋଉ ଗାଁରେ କୋଉ ସାହିରେ ଗାଁ ଘର ଗାଁ କଥା ଗାଁରେ ଫାଇନାଲ ଗାଁ କଥା ପତାରେ ପକାଇ ତୁମର କଣ ଗୋଟେ କ୍ରିଟିକି ବଢୁଛି। ଆମ ରାଜାଙ୍କର ନିକଟ କନ୍ୟାକୁ ମୋ ହାତରେ ଛାଡ଼ିଦେଲି ମୁଁ ନେଇ ଆମ ରାଜାରେ ବିବାହ କରିବି। ତମେ ଯାହା ଦେବା କଥା ଜାଣି ରଖିବ ପରେ ଦଉଥିବ କନ୍ୟାକୁ ମୋ ସାଙ୍ଗରେ ଛାଡ଼ିଦିଅ। ଶୀଘ୍ର ଯୋଉ ଗାଡ଼ି ଯିବୁ ସେଇ ଗାଡ଼ି ଛାଡ଼ିଦିଅ। ଏତିକି ବେଳେ ରାଜା କହିଲେ ମାରେ ଚାଲିଥିବୁ ଶାଶୁ ଘରକୁ ଗୁରୁଜନ ଅଛନ୍ତି ସାନ ବଡ଼ ଅଛନ୍ତି କି ପ୍ରକାର ତାଙ୍କୁ ତୁ ପାଳିବୁ। ହଁ ନାଇଁ ଚରେଇବ ତା ବାରିଆରେ ଘାସ ନାହିଁ ଚରିବା ପାଇଁ ଚରେଇବୁ କହ। ଏ ସମୟରେ ଯେଉଁଭଳି ରାଜା ଦୁଷ୍ମନ୍ତ ଶକୁନ୍ତଳାକୁ ବୁଝେଇଥିଲେ ସେଇଭଳି ରାଜା ଝିଅକୁ ବୁଝାଉଛନ୍ତି। ଲେଖିଲେ କିଚକ ବଥଳା ବହି କବି ଗଙ୍ଗାଧର ମେହେର ଗୋଟିଏ ପଦ ସ୍ୱାମୀ ଗୁରୁ ସ୍ୱାମୀ ପରମ ସ୍ୱାମୀ ସେବା ସ୍ୱାମୀ ହେଲେ ତୋର ଗୁରୁ ସ୍ୱାମୀ ହେଲେ ବନ୍ଧୁ ମା ମାନେ लो ସ୍ୱାମୀ ହେଲେ ଇହକାଳ ପରକାଳର ଦେବତା ପ୍ରଭାତରୁ ଉଠି ରାତି ପାଇଲେ ସ୍ୱାମୀକି ବାହାରେ ଗୋଟେ ଚେୟାର ପକେଇଦବୁ ସ୍ୱାମୀକି ବସେଇଦବୁ ପାଣି ଆଣିକି ଗାଧେଇ ଦବୁ। ଆଚ୍ଛା ଧଳା ଲୁଗା ଟିକେ ପିନ୍ଧେଇ ଦବୁ ଚନ୍ଦନ ଟିକେ ଲଗେଇ ଦବୁ ହେଲା ଫୁଲ ଟିକେ ଖୋସି ଦବୁ ନାକରେ ଧୂପକା ଟିକେ ଦେଇଦବୁ ବଡ ନଇଯାଇକି ସ୍ୱାମୀ ମୁଣ୍ଡରେ ବାଡିବ। ଆଚ୍ଛା ସେ ମରିବ ନା ବଞ୍ଚିବ? ମରିବ। ମଲା ପରେ ଆଉ ଗୋଟେ ଜାଗାରେ ବାହା ହବ ତାପରେ ସେଠି ବାଡିବ ତାପରେ ସେ ମରିଗଲେ ଆଉ ଗୋଟେ ଜାଗାରେ ବାହା ହବ। ପାଞ୍ଚ ଜାଗାରେ ମରିଗଲେ ସ୍ୱାମୀ ଯୋଉ ଜାଗାରେ ପ୍ରଥମେ ସ୍ୱାମୀ ମରିଦବ ସେ ଜାଗାରେ ସମୁଦ୍ର ବିଧବା କଥା ନାପଡ଼େ କରୁଥିବ। 5,000 ମିଳିଗଲା 1,000 ମିଳିଲେ ତୋର 5,000 ଟଙ୍କା ଭତ୍ତା ମିଳିବ ତୋର ଟେନସନ ନାହିଁ ଘରବର୍ତ୍ତୀ ନାହିଁ। ଭଲ ତମ ଘରେ ତମେ ଶିକ୍ଷା ଦିଅ। ତେଣୁ ସମୟରେ ରାଜା କଲେ କଣ ଝିଅକୁ ବୁଝେଇଲେ ତୋ ସ୍ୱାମୀ ହେଲେ ତୋର ଗୁରୁ ଇହକାଳ ପରକାଳ ଦେବତା ଜନ୍ମ ଜନ୍ମାନ୍ତର ସାଥୀ ପ୍ରଭାତରୁ ଉଠି ସ୍ୱାମୀଙ୍କର ପାଦ ଧୌତ କରି ମାରେ ଜଳ ତୁ ଗର୍ଭକୁ ନେବୁ କିନ୍ତୁ ତୋର ଗୁରୁ ହେଲେ ତୋର ସ୍ୱାମୀ ତୋ ସ୍ୱାମୀଙ୍କର ଗୁରୁ କିଏ ସେ ଜାଣିଛୁ ନା ଏ ଶାଶୁ ଶ୍ୱଶୁରଙ୍କ ସେବା କରୁଥିବୁ ଘର ଦେବତା ଶାଶୁ ତୋର ପୂଜା ସେବା କର ସର୍ବ ସମ୍ପଦର ଖଣି ଶାଶୁ ଶ୍ୱଶୁରଙ୍କ ସେବା କରୁଥିବା ଗୃହର ଦେବତା ମଣି ମା ମାନେ ଲୋ ଘରର ଦେବତା ବୋଲି ଭାବି ଶାଶୁ ଶ୍ୱଶୁରଙ୍କ ସେବା କରି ଶାଶୁ ଶ୍ୱଶୁରଙ୍କର ପାଦ ଧୌତ କରି ଯେ କି ଜଳ ଗର୍ଭକୁ ନବ। କଣ ନାହିଁ କାମ କରିବୁ ନାଇଁ ଶାଶୁ ଶ୍ୱଶୁରଙ୍କୁ ସେବା କେମିତି କରିବୁ ଜାଣିଛୁ? ଏଇ ପ୍ରକାର ତୋ ଶ୍ୱଶୁର ହେଲେ ବୁଢା ଲୋକ ଶାଶୁ ହେଲେ ବୁଢୀ ଲୋକ ତାଙ୍କ ସେବା ଯେମିତି କରିବୁ ସେମିତି ଫଳ ପାଇବୁ ମା। ଆଚ୍ଛା କି ପ୍ରକାର ଭଲ ସେବା କରିବୁ। ଶାଶୁ ବୈଠକ ବାରିପଟେ ଶ୍ୱଶୁର ବୈଠକ ଦାଣ୍ଡ ପଟେ ତୁ ଘର ଓଳୁଥବୁ ଗୋଟିଏ କାମ କଲେ ମୁକ୍ତି ପାଇବୁ। କଣ ମୁକ୍ତି? ଶାଶୁକୁ ବାରି ଦୁଆରେ ଆଲୋ ଝିଅ ଶ୍ୱଶୁର ଦାଣ୍ଡ ଦୁଆରେ
ଭଲ କଥା କହୁଛ ଆଉ କଣ ଯେଉଁ ବାପ ମା ଜନ୍ମ ଦେଇଛନ୍ତି ଜଣକୁ ଦାଣ୍ଡ ପଟେ ଜଣକୁ ବାରି ପଟେ ଆଜ୍ଞା ଏଇଆ ହେଲା ନୀତି ଶିକ୍ଷା ନାଇଁ ମାଙ୍କୁଡା ମାଙ୍କୁଡି ନାମ ଦବ ଘର ଓଳେ ଓଳେ ବାରି ପଟକୁ ଗଲେ ପାହାରେ ଘର ଓଳେ ଓଳେ ଦାଣ୍ଡକୁ ଆସିଲେ ପାହାରେ କି ପ୍ରକାର ନୀତି ଶିକ୍ଷା ଭଲ ଶିକ୍ଷା ଦଉଛ ଆଉ କଣ ତମ ଘରେ ସେଇଟା ସେଇଆ କହ ଏ ସ୍ୱାମୀଙ୍କ ଭୋଜନ ପରେ ତୁ ଭଞ୍ଜିବୁ ଶୋଇବୁ ଶୟନ ପରେ ଉଠିବା ପୂର୍ବରୁ ସୁନ୍ଦରୀ ଉଠୁଥିବୁ ପ୍ରତି ସ୍ୱରରେ ମାରେ ସ୍ୱାମୀ ଖାଇସାରିବା ପରେ ଯୋଉ ଉଚ୍ଛିଷ୍ଟକୁ ଛାଡିକି ଯିବେ ମାରେ ତାକୁ ଗର୍ଭକୁ ନବୁ କାହିଁ କଣ କଣ ଅସୁବିଧା ନାଇଁ ନାଇଁ ହଉ ତୋ ମନ ଆଉ କଣ ସ୍ୱାମୀ ଖାଇସାରି ଖାଇବି ଯେ ସେଇଠି ବିଦେଶରେ ଥବ ବାରିଆଡେ ପତ୍ର ତାନାରେ ପୂଜା ଧୋଇ ତାପରେ ଖାଇବି କଣ ବାରିପଟେ ଥୋଇକି ଖାଇବୁ ସେ କଣ ମରିଯାଇଛି ପ୍ରେତାତ୍ମା ବୋଲି ଭାବି ତା ପାଇଁ ଥୋଇବୁ ସିଏ ଯେ ପର୍ଯ୍ୟନ୍ତ ସ୍ୱାମୀ ତୋର ଘରେ ଥିବେ ଜଳ ଟୋପାଟେ ଗର୍ଭକୁ ନବନି ତାପରେ ଶୋଇ ସାରିବା ପରେ ତୁ ଯାଇ ଶୟନ କରିବୁ ସିଏ କେତେ ରାଜା ବୁଲି ବଡ ମଦ ଆସିବ କେତେ ରାତିକି ଶୋଇ ମୁଁ ଅନେଇକି ବସିଦେବି ସେଇଠି ଚାହିଁକି ବସିବାକୁ ପଡିବ ମୋ ପାଖ ଦେଇଛି ତାରି ବଡ ଶୋଇବ ମୁଁ ତଳେ ଶୋଇବି କାହିଁ ମୁଁ ତ ଅନେଇକି ମୁଁ ଶୋଇବିନି ସେଇଠି ଚାହିଁକି ବସିବୁ ତୁ ନାଇଁ କଣ ମୋ ପେଟ କରିକି ମାର ଭଲ କହୁଛୁ ଆଉ କଣ ନାଇଁ ମୁଁ ଶୋଇବି ତେଣୁ ଏତିକି କହି ରାଜା କଲେ କଣ ଝିଅଟିକୁ ଛାଡିଦେଲା ମନ୍ତ୍ରୀ ହସ୍ତରେ ମନ୍ତ୍ରୀ ନେଇକରି ଆଜ୍ଞା ଚାଲିଲେ ଯାଇକି ପହଞ୍ଚିଗଲେ ରାଜ୍ୟ ରତ୍ନମୟ କଟକରେ ରାଜାଙ୍କ ସହିତ ଯେତେବେଳେ ଆଜ୍ଞା ବିବାହ ସରିଯାଇଛି ବିବାହ ସାରିଦେବା ପରେ ଦିନ ଗଲା 2 ଦିନ ଗଲା 3 ଦିନ ପହଞ୍ଚିଗଲା ବାସର ରାତିରେ ଏତିକି ବେଳେ ଦାସୀମାନେ ଡାକିଲେ ଆଚ୍ଛା ଜେମା ଚାଲିଯିବ କେଳିପୁରକୁ ତୁମକୁ ଆମେ କିଛିଟା ନୀତି ଶିକ୍ଷା ଦବୁ ଲେଖିଲେ ଆଜ୍ଞା ଗୋପାଳ